ବୋଉଙ୍କର ଆଜି ବହୁତ ମନ ଦୁଃଖ। ଟିକେ ବାରବାଟୀ ଯାଇକି ଆଜି ସେ ଖେଳ ଦେଖିଥାନ୍ତେ, କିନ୍ତୁ ଟିକେଟ ତ ପାଇଲେନି। ଆଉ କ'ଣ କରିବେ? ମୁଁ କ'ଣ ଛୋଟ ପ୍ଲେୟାର? ମୁଁ ଦେଖି ଯିବାକୁ ଯୋଗ୍ୟତା ନାହିଁ ମୋର। କହିଲ ଓଭରରେ କେତେଟା ବଲ? 6ଟା। 6ଟା? ଆମ ଗାଁରେ 12ଟା ପକଉଛନ୍ତି। ତମର 12ଟା? 12ଟା। ଭଲ ଆଉ। ତାହେଲେ ମୋର 6ଟା 5ଟା ହଉ ଯା। କ'ଣ ହଉଛି? ଟିକେଟଟା ପାଇଲନି, ଯାଇଥାନ୍ତ ଖେଳ ଦେଖିବା ପାଇଁ। ଖେଳ ନ ଦେଖିଲେ ନାହିଁ। ସେମାନେ ଖେଳିବେ, କୋଟି କୋଟି ଟଙ୍କା ପାଇବେ। ଆମେ କାହିଁ ଯିବୁ ମାଗଣା ଦେଖିବାକୁ? ଆମର ଘରେ ଟିଭି ଅଛି, ବସିକି ମାଗଣା ଦେଖିକି। ତାହେଲେ ତମେ କହୁଛ କ'ଣ ଏଠି ଷ୍ଟାଡିୟମରେ ଖେଳ ଦେଖିବ, ଓଲଟି ତମକୁ ସେ ପଇସା ଦେବେ? ଖୁସିରେ କିଛି ଦେବା କଥା। ରାନ ଦକ୍ଷିଣା ସବୁ ନାହିଁ। ଏତେ କଷ୍ଟ କରିକି ତେଲ ପଡିକି ଯିବ ବୋଲି ନା କ'ଣ? ଠିକ କଥା, ସେଇଟା ବି ଠିକ। ଖାଲି ଜଣେ ନେଇଗଲେ ହବ? ସମସ୍ତଙ୍କୁ ବାଣ୍ଟି କୁଣ୍ଟିକି ଦେବା କଥା। ଆଉ ବାପା ତ ଆମର ଏତେ କ୍ରିକେଟ ପ୍ରେମୀ, ବାପା ଯାଉନାହାନ୍ତି? ବାପା ଖେଳ କଥା କହିଲେ ଯିବା କଥା, ଏଇଠି ଶୋଇପଡିବ। ଦେଖିବ ଯେ ଶୁଣ, ତମେ ଟିଭିରେ ଦେଖିପାରୁଛ, ତମେ ଯଦି ଗ୍ୟାଲେରୀରେ ବସିବ, ଏ ଯୋଉ ହେଲମେଟ ପିନ୍ଧିକି ଆସୁନାହାନ୍ତି, ତମେ ପ୍ଲେୟାରକୁ ଚିହ୍ନି ପାରିବନି। ତମେ ଚିହ୍ନି ପାରିବନି। ସେଇଥିପାଇଁ ବାପା ଯାଉନାହାନ୍ତି। ମୁଁ ପ୍ଲେୟାରକୁ ଚିହ୍ନି ହବନି। ଏତେ ଦୂର ବସିଲେ ତ ପ୍ଲେୟାର କ'ଣ ଚିହ୍ନିବ? ଟିଭିରେ ଜାଣିଯାଉଛି। ପ୍ଲେୟାରକୁ ଚିହ୍ନିବା କ'ଣ ଦରକାର? ପ୍ଲେୟାର ତ ଦେଖିଯିବ, ଚିହ୍ନିବା କ'ଣ ଦରକାର? ଯିଏ ଖେଳୁଛି ଖେଳୁ, ପ୍ଲେୟାର ତ ଖେଳୁଛନ୍ତି ଆଉ କ'ଣ? ଏଇଆ ହେଲା କଥା। ଖାଲି ହୋ ହା ହେଇକି ଆସିବା କଥା। ଆଉ ଖାଲି ପ୍ଲେୟାର ମୁହଁଟା ଖାଲି ଦେଖିଲେ ହେଲା? ତା ଭିତରୁ ବାହାରିଲେ ଲୋକ ଦେଖିବେ ଯେ ନା ଏ ଲୋକ ଗୁରା ଯାଇଥିଲେ ଷ୍ଟାଡିୟମକୁ ଦେଖିବାକୁ। ତେଣିକି ତମେ ପ୍ଲେୟାର ଦେଖ, ସାରା ଜୀବନ ତମ ନାଁ ପୁରା ଲିପିବଦ୍ଧ ରହିଯିବ ଯେ ଯାଇଥିଲ ଷ୍ଟାଡିୟମକୁ ଖେଳ ଦେଖିବା ପାଇଁ। ଯେତେ ଘରେ ଦେଖିଲେ କ'ଣ ହେଲା? ବାପା ବୁଝୁନାହାନ୍ତି। ଷ୍ଟାଡିୟମ ଘର। ଯଦି 100 ଟଙ୍କା ଟିକେଟକୁ ଯଦି ତମେ 6000 ଟଙ୍କାରେ ବ୍ଲାକରେ ନ ଦେଖିଛ, ତାହେଲେ ତମେ କ'ଣ କ୍ରିକେଟ ପ୍ରେମୀ? କିଛି ନୁହଁ, ତାର ସ୍ୱାଦ କିଛି ଜାଣିପାରିବ। ଏ ମାସକୁ 400 ଟଙ୍କା ଦେଇକି କେବୁଲ ରିଚାର୍ଜ କରିକି ଘରେ ବସିକି ଦେଖିବ, ଏରା କ'ଣ ଖେଳ ଦେଖା କୁହାଯାଏ? ଏତେ ବଢିଆ ଦେଖିବ ନା। କ୍ରିକେଟ ପ୍ରେମୀ ବାପା ବିଲକୁଲ ନୁହଁ। ଯୋଉଠି ପଇସା କାରବାର ହଉଛି, ବାପା ଏଠି ପଛଘୁଞ୍ଚା ହଉଛନ୍ତି। ଶୋଇପଡିବ ତ, ସିଧା ଶୋଇପଡିବ। ନା ମୋର କିଏ ଯାଉଛି? ମୁଁ ଚାକିରି ଜୀବନରେ 7-8 ଥର ଯାଇକି ଦେଖିଛି। ମତେ ଭଲ ଲାଗିଲାନି, ଦୁଶିଲାନି ତ, ପ୍ଲେୟାର ମୁହଁ ଚିହ୍ନି ପାଇଲିନି। ଗୋଟେ କାମ କଲନି, ପଡିଆ ମଝିରେ ବସିଲନି? ଏବେ କ'ଣ ହଉଛି? ସବୁ ଦେଖିଥାନ୍ତ। ପଛେ ବଲ ମାଡ ଖାଅ କି ବ୍ୟାଟ ମାଡ ଖାଅ, କିନ୍ତୁ ପଡିଆ ମଝିରେ ବସିଥାନ୍ତ। କ'ଣ ପାଗଳ ହେଇଗଲାଣି ନା କ'ଣ? ମୁଁ ଆଇଛି ଖେଳ ଦେଖିବାକୁ, ତମକୁ ଏଠି ବସିଲେ ଦେଖିବି କ'ଣ? ଏଇଠି ବସିକି ଦେଖିବି। ତେଣିକି ଦେଖା ଅଛି କିଏ ଜିତୁଛି ନା କିଏ ହାରୁଛି।